ଆଳୁରେ ତ ଜଳଖିଆ ଆପଣମାନେ ଅନେକ ଥର ବନେଇ ଖାଇଥିବେ, ପିଆଜରେ ବି ଜଳଖିଆ ଅନେକ ଥର ବନେଇ ଖାଇଥିବେ। କିନ୍ତୁ କିଛି ନୂଆ ଟ୍ରାଏ କରନ୍ତୁ, ଟମାଟୋ କେବଳ ଗୋଟେ ଟମାଟୋରେ ପୁରା ପରିବାର ପାଇଁ ଜଳଖିଆ ବନେଇ ପାରିବେ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଦେଖନ୍ତୁ, ଏଇଠି ନେଇଛି ମୁଁ ଗୋଟେ ଟମାଟୋ ନେଇଛି। ଆଉ ଟମାଟୋକୁ ଏଠି ଭଲସେ କ୍ଲିନ୍ କରି ଧୋଇ ଦେଇଛି। ଆଉ ଗୋଟେ ପିଆଜ ନେଇଛି, ପିଆଜର ବି ଚୋପାକୁ ବାହାର କରିଦେଇଛି ଆଉ ଧୋଇ ଦେଇଛି, ପୁଣି କଞ୍ଚା ଲଙ୍କାକୁ ବି। ତ ଏବେ ଆମେ ଏଇଠି ନେବା ଗୋଟେ ଟମାଟୋ ଆଉ ଗୋଟେ ପିଆଜ, ଦୁଇଟି କଞ୍ଚା ଲଙ୍କା। ତ ପ୍ରଥମେ କ'ଣ କରିବା ନା, ଆମେ ଟମାଟୋକୁ ଏବେ କଟିଂ କରିବା। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ପୁରା ଗୋଲାକାର ସେପ୍ରେ ଆକୁ ଆମେ କଟିଂ କରିବା। ଏଇ ଟମାଟୋ ରେସିପିଟି ଫ୍ରେଣ୍ଡସ୍ ଆପଣମାନେ ଯଦି ଥରେ ବନାଉଛନ୍ତି ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ଯେହେତୁ ଏବେ ଥଣ୍ଡା ବଢ଼ୁଥିବା ଏଇ ଥଣ୍ଡାରେ ଯଦି ଗରମ ଗରମ କିଛି ଖାଇବାକୁ ମିଳିଯାଏ ନା, ତା'ର ମଜା କିଛି ଅଲଗା ଥାଏ। ଛୁଆମାନଙ୍କର ଟିଫିନ୍ ବକ୍ସ ପାଇଁ ହଉ କି ଏମିତିରେ ଚା ସହିତ ହଉ, ଗରମ ଗରମ ଦେଖିବେ ଯଦି କିଛି ବନୁଛି, ତାହେଲେ ଦେଖିବେ ଛୋଟରୁ ବଡ଼ ସମସ୍ତେ ପୁରା ପ୍ଲେଟ୍ ପୋଛିକି ଖାଆନ୍ତି। ତ ଦେଖନ୍ତୁ ଟମାଟୋକୁ ଆମେ ଏଇଭଳି ଗୋଲାକାର ପିସେସ୍ରେ କଟିଂ କରିଦେବା। ଆଉ ପିଆଜକୁ ବି ଏଇଭଳି ଛୋଟ ଛୋଟ ପିସେସ୍ରେ କଟିଂ କରିଦେବା। ପୁଣି ଥରେ ଦେଖନ୍ତୁ ଏଇଠି କିଛି କଞ୍ଚା ଲଙ୍କା ନେଇଛି, କଞ୍ଚା ଲଙ୍କାକୁ ବି ଛୋଟ ଛୋଟ ପିସେସ୍ରେ ମୁଁ ଏଠି କଟିଂ କରିଦେଇଛି। ତ ସବୁତକ କଟିଂ କରିସାରିବା ପରେ ଗୋଟେ ଆମେ ପ୍ଲେଟ୍ରେ ରଖିଦେବା, ଆକୁ ଆମେ ବି ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ଆମର ପ୍ରସ୍ତୁତ କରିବା। ତ ଏଇଠି ଦେଖନ୍ତୁ ସିଝା ଆଳୁ ନେଇଛି, ପୁରା ଏଇଠି ମୁଁ ଗୋଟେ ଖଣ୍ଡ ଆଳୁ ନେଇଛି। ତ ଆଳୁକୁ ମୁଁ ଏଠି ସିଝେଇ ଦେଇଥିଲି। ଯେତିକି ଆଳୁ ଆପଣମାନେ ଯେତିକି ଜଳଖିଆ ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ଆଳୁ ନେଇପାରିବେ। ତ ଆଳୁରେ ଏବେ ଚୋପାକୁ ଆମେ ବାହାର କରିଦେବା। ଚୋପାକୁ ବାହାର କରିସାରିବା ପରେ ଆମେ ଏବେ ଆଳୁ ମେସର୍ର ହେଲ୍ପରେ ଆକୁ ଟିକେ ଏଇଭଳି ଆମେ ମେସ୍ କରିଦେବା। ଯେହେତୁ ଆଳୁଟା ଗରମ ଅଛି ତ ସେଇଥିପାଇଁ ମୁଁ ମେସର୍ର ହେଲ୍ପରେ ଆକୁ ମେସ୍ କରୁଛି। ଆପଣମାନେ ଚାହିଁଲେ ଟିକେ ଥଣ୍ଡା କରିକି ବି ହାତର ହେଲ୍ପରେ ବି ଆକୁ ଚକୁଡ଼ି ପାରିବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଚକୁଡ଼ି ଦେବେ। ଚକୁଡ଼ି ସାରିବା ପରେ ଆମେ ସେଇଥିରେ ଏଡ଼୍ କରିଦେବା ସ୍ୱାଦ ଅନୁସାରେ ଲୁଣ ଏଡ଼୍ କରିଦେବା। ଯେତିକି ଆଳୁ ନେଇଥିବେ ସେ ଅନୁସାରେ ସେଇଥିରେ ଲୁଣକୁ ଏଡ଼୍ କରିଦେବେ। ଲୁଣକୁ ଏଡ଼୍ କରିସାରିବା ପରେ ହାତ ସାହାଯ୍ୟରେ ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା, ଯେମିତି ଲୁଣଟା ପୁରାପୁରି ଆଳୁରେ ଆମର ମିକ୍ସ ହେଇଯିବ। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ମିକ୍ସ କରିସାରିବା ପରେ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଫ୍ରେଣ୍ଡସ୍ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ଆଉ ବହୁତ ସୁଆଦିଆ ଲାଗେ এই ରେସିପିଟି ଖାଇବା ପାଇଁ। ସେମ୍ ଯଦି ଆଳୁଚପ୍ ବରା ଖାଇକି ବୋର୍ ହେଇଯିବେ, କିଛି ନୂଆ ଟ୍ରାଏ କରନ୍ତୁ, ଦେଖିବେ ଘରେ ବି ସମସ୍ତେ ପସନ୍ଦ କରିବେ। ତାପରେ ଗୋଟେ ଆମେ କରେଇ ନେବା। ସେଇ କରେଇରେ ଏଡ଼୍ କରିଦେବା ଆମେ ରିଫାଇନ୍ ତେଲ। ତେଲକୁ ଟିକେ ଗରମ ହେବାକୁ ଦେବା। ତେଲ ଟିକେ ଗରମ ହେଇସାରିବା ପରେ ସେଥିରେ ହାଫ୍ ଚାମଚ ସେଥିରେ ଆମେ ଏଡ଼୍ କରିଦେବା ଜିରା। ଜିରା ଟିକେ ଫୁଟି ସାରିବା ପରେ ଆମେ ଯେଉଁ କଟିଂ କରି ରଖିଥିଲେ ପିଆଜ, କଞ୍ଚା ଲଙ୍କା, ସେ ପିଆଜ କଞ୍ଚା ଲଙ୍କାକୁ ଆମେ ଏଡ଼୍ କରିଦେବା। ଏଡ଼୍ କରିକି ଏହି ସମୟରେ ଆମେ ମିଡ଼ିୟମ୍ ଫ୍ଲେମ୍ରେ ଫ୍ରାଏ କରିବା। ତ ମିଡ଼ିୟମ୍ ଫ୍ଲେମ୍ରେ ଫ୍ରାଏ କରିକି ପିଆଜଟାକୁ ଆମେ ଅଧିକା ଭାଜିବାନି, ଟିକେ ହାଲକା ହିଁ ଯେମିତି ସଫ୍ଟ ହେଇଯିବ ପିଆଜଟା, ଦେଖିବେ ଖାଇବାକୁ ବହୁତ ସୁଆଦିଆ ଲାଗିବ। ତ ଏବେ ଆମେ ଟିକେ ପୁଣି ଥରେ ଟିକେ ଆକୁ ଭଲସେ ଆକୁ ମିକ୍ସ କରିଦେବା। ତ ପିଆଜଟା ଦେଖନ୍ତୁ ଟିକେ କଲର୍ ଚେଞ୍ଜ ହେଇସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଅଦା ରସୁଣ। ଅଦା ରସୁଣ କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଟିକେ ଆମେ କଷିବା। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ପୁଣି ଥରେ ମିକ୍ସ କରିଦେବେ। ତ ଅଦା ରସୁଣକୁ ଆମେ ମିକ୍ସ କରିସାରିଛନ୍ତି, ଏଠି କଞ୍ଚା ସ୍ମେଲ୍ ବି ଗଲାଣି। ତ ଏବେ କ'ଣ କରିବେ ନା, ଚାଲନ୍ତୁ ସେଥିରେ ଆଉ କିଛି ଏଡ଼୍ କରିବା। ଏଠି ମୁଁ ଗ୍ରୀନ୍ ମଟର ଆପଣମାନେ ଚାହିଁଲେ ଏଡ଼୍ କରିପାରିବେ ଏଇ ସମୟରେ। ଆଉ ଯାହା ବି ଭେଜିଟେବୁଲ୍ ଆପଣମାନଙ୍କୁ ପସନ୍ଦ ଏଡ଼୍ କରିପାରିବେ। କିନ୍ତୁ ଏଠି ମୁଁ କିଛି ବି ଭେଜିଟେବୁଲ୍ ଆଉ ଏଡ଼୍ କରିନି ଏକ୍ସଟ୍ରା, କେବଳ ଦେଖନ୍ତୁ ଏ ସିଝା ମଟର ଏଡ଼୍ କରିଛି। ତ ଆକୁ ଏଡ଼୍ କରିକିରି ପୁଣି ଥରେ ଆକୁ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଦେଖିବେ ସିଝା ମଟର ଥରେ ଏଡ଼୍ କରିକି ଦେଖନ୍ତୁ, ଦେଖିବେ ବହୁତ ସୁଆଦିଆ ଲାଗେ ରେସିପିଟି। ଯେତେବେଳେ ଆପଣମାନେ ଖାଇବେ ଏ ଟମାଟୋ ଚପ୍ ରେସିପିଟି, ତ ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ, ଗୋଟେ ଗୋଟେ ମଟର ଯଦି ପାଟିକି ଲାଗିବ। ତ ପୁଣି ଦେଖନ୍ତୁ ଏଥିରେ କିଛି ଗୁଣ୍ଡ ମସଲା ନେଇଛି। ଗୁଣ୍ଡ ମସଲା ନେଇଛି, ହଳଦୀ ଗୁଣ୍ଡ ନେଇଛି ହାଫ୍ ଚାମଚ। ଲଙ୍କାଗୁଣ୍ଡ ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କାଗୁଣ୍ଡ ଏଡ଼୍ କରିବେ। ଯଦି ଛୋଟ ଛୁଆମାନଙ୍କ ପାଇଁ ବନାଉଛନ୍ତି ତାହେଲେ ଆପଣମାନେ କଞ୍ଚା ଲଙ୍କା ଯଦି ଏଡ଼୍ କରୁଛନ୍ତି ତାହେଲେ ଲଙ୍କାଗୁଣ୍ଡକୁ ସ୍କିପ୍ କରିପାରିବେ। ତ ଏବେ ଆମେ ସେଥିରେ ଗରମ ମସଲା, ଘରର ବେସିକ୍ ଗରମ ମସଲା, ଅଳ୍ପ ଟିକେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ପୁଣି ଥରେ ଭଲସେ ଆକୁ ମିକ୍ସ କରିଦେବା। କେବଳ ମସଲା ଅନୁସାରେ ହିଁ ଲୁଣ ଏଡ଼୍ କରିବା, ଯେହେତୁ ଆଳୁରେ ଲୁଣ ଏଡ଼୍ ଅଛି। ତ ପୁଣି ଥରେ ଟିକେ ଭଲସେ ଆକୁ କଷିଦେବା। କଷି ହେଇସାରିବା ପରେ ଏଠି ଆମର ମଟରଟା ଟିକେ ଭାଜି ହେଇସାରିବା ପରେ ଆମେ ସେଇଥିରେ ଆଳୁକୁ ଯେଉଁ ରଖିଥିଲେ ଚକଟିକିରି, ସେ ଆଳୁକୁ ସେଇଥିରେ ଆମେ ଏଡ଼୍ କରିଦେବା। ଏଡ଼୍ କରିକିରି ପୁଣି ଥରେ ଏଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିବା, ଯେମିତିକି ମସଲା ପୁଣି ମଟର ସବୁତକ ଯେମିତି ଆଳୁ ସହିତ ପୁରା ମିକ୍ସ ହେଇଯିବ, ଯେମିତି ଆଳୁ ମସଲାଟା ଆମର ବହୁତ ବଢ଼ିଆ ବନିକି ରେଡ଼ି ହେବ। ଏଇ ମସଲାଟାର ଫ୍ଲେଭର୍ ନା ଫ୍ରେଣ୍ଡସ୍ ବହୁତ ବଢ଼ିଆ ବାସ୍ନା ଆର ବାହାରେ, ଆଉ ଖାଇବା ବି ବହୁତ ସୁଆଦିଆ ଲାଗେ। ତ ଏମିତିରେ ବି ଆପଣମାନେ ଆକୁ ରୁଟି ସହିତ, ଭାତ ସହିତ ବି ଖାଇବେ, ବହୁତ ଟେଷ୍ଟି ଲାଗିବ। ତ ଯେହେତୁ ଆଜି ଆମେ ଗୋଟେ ଜଳଖିଆ ରେସିପି ପ୍ରସ୍ତୁତ କରୁଛନ୍ତି, ତ ଏବେ ଆମେ
ତାକୁ ଜଳଖିଆରେ ହିଁ ଆମେ ୟୁଜ୍ କରିବା। ତ ଦେଖନ୍ତୁ କେତେ ବଢ଼ିଆ ଆମର ବନିକି ରେଡ଼ି ହେଇସାରିଲାଣି ଆମର ଆଳୁ ମଟର ଗୋଟେ ମସଲା ରେସିପି। ତ ଏବେ ଆକୁ ଆମେ ସାଇଡ଼୍ରେ ରଖିଦେବା, କିଛି ସମୟ ଆମେ ଥଣ୍ଡା ହେବାକୁ ଦେବା। ସେତିକି ଭିତରେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତ ଦେଖନ୍ତୁ କିଛି ସମୟ ଆକୁ ଥଣ୍ଡା ହେଇସାରିବା ପରେ ମୁଁ ଆକୁ ସାଇଡ଼୍ରେ ଏବେ ରଖିଲି। ପୁଣି ଥରେ ଦେଖନ୍ତୁ ସେ ଯେଉଁ ଆମେ ଟମାଟୋ ନେଇଥିଲେ, ଆମେ ବି ଚାଲନ୍ତୁ ଟମାଟୋ ଚପ୍ ପାଇଁ ସବୁ ରେଡ଼ି କରିବା ଏବେ। ତ ଏବେ ଆମେ ଗୋଟେ ଗୋଟେ ପିସ୍ ସେଇଥିରୁ ଟମାଟୋ ନେବା। ତା ପୂର୍ବରୁ ଦେଖନ୍ତୁ ଆକୁ ମୁଁ ଆପଣମାନଙ୍କୁ ଦେଖାଉଛି, ମୋ ହାତ ସାହାଯ୍ୟରେ ଯେମିତି ଧରୁଛି ପୁରା ଥଣ୍ଡା ବି ହେଇଗଲାଣି। ତ ଏବେ ଆମେ ସେଇଥିରୁ ଅଳ୍ପ ଅଳ୍ପ ସେଇ ଆଳୁ ମସଲାର ପୋଷଣ ନେବା। ଗୋଟେ ଗୋଟେ ପିସ୍ ପ୍ରଥମେ ଆମେ ଟମାଟୋ ନେବା, ଟିକେ ହାତ ସାହାଯ୍ୟରେ ଟିକେ ଆଳୁ ଚକଟାକୁ ଟିକେ ସେପ୍ ଦେଇଦେବା ଯେମିତିକି ବାହାରିବନି, ଯେମିତି ପୁରା ସେଣ୍ଟରରେ ରହିଯିବ ଆଉ ପରଫେକ୍ଟଲି ପୁରା ପେକ୍ ହେଇଯିବ ବା ସେଟ୍ ହେଇଯିବ ସେ ଟମାଟୋରେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ସେଟ୍ କରିବେ। ତ ଏଠି ଦେଖନ୍ତୁ ମୁଁ ଦୁଇ ପଟ ସାଇଡ଼୍ ଯାକ ଟମାଟୋରେ ପୁରା ଆଳୁ ଚୋଖା ବା ମସଲାକୁ ମୁଁ ଏଇଭଳି ପ୍ରୋସେସ୍ରେ ଟିକେ ସେଟ୍ କରିଛି। ଆପଣମାନେ ଚାହିଁଲେ କେବଳ ଗୋଟେ ସାଇଡ଼୍ ବି ସେଟ୍ କରିକି ଆକୁ ଫ୍ରାଏ କରିପାରିବେ। ତ ଦେଖନ୍ତୁ ଆଉ ଗୋଟେ ସାଇଡ଼୍ ବି ମୁଁ ତାକୁ ସେଟ୍ କରିଛି। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଆଉ ଏଇଠି ଯେତିକି ବଡ଼ ମାନେ ଯେତିକି ଆଳୁ ସେଥିରେ ଭରିବେ ଆପଣମାନଙ୍କ ମନ ଅନୁସାରେ ଆପଣମାନେ ଭରିପାରିବେ। ଯଦି ଅଧିକା ଆଳୁ ମସଲା ଖାଇବାକୁ ପସନ୍ଦ କରନ୍ତିନି ତାହେଲେ ଅଳ୍ପ ଟିକେ ବି ମାନେ ସେଇଥିରେ ସେଟ୍ କରିବି ଆପଣମାନେ ଏଇ ରେସିପିଟି ବନେଇ ପାରିବେ। କିନ୍ତୁ ଦେଖନ୍ତୁ ଏଠି ମୁଁ ସେମ୍ ପ୍ରୋସେସ୍ରେ ଦୁଇ ପଟ ସାଇଡ଼୍ ଯାକ ପୁରା ଯେମିତି ସେଣ୍ଟରରେ ପୁରା ଟମାଟୋ ରହିଲା ଆଉ ତାର ଦୁଇ ସାଇଡ଼୍ ପୁରା ଆଳୁ ଚୋଖା ଦେଖନ୍ତୁ ଭରପୁର। ତ ବହୁତ ବଢ଼ିଆ ଲାଗୁଥିଲା ଯେତେବେଳେ ଏଇ ରେସିପିଟି ଖାଇବେ ନା, ଦେଖିବେ ପାଟିକୁ ମାନେ ଟମାଟୋର ବି ଫ୍ଲେଭର୍ ଆସିବ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତ ଆପଣମାନେ ଏଇ ତରିକାରେ ଥରେ ଟ୍ରାଏ କରନ୍ତୁ। ଆଉ ଗୋଟେ ଟମାଟୋରେ ପୁରା ପରିବାର ପାଇଁ ଜଳଖିଆ ବନେଇ ପାରିବେ। ତ ଗୋଟେ ପିସ୍ ଖାଇଲେ ପେଟ ପୁରିଯିବ କିନ୍ତୁ ମନ ଭରିବନି, ଏତେ ସ୍ୱାଦିଷ୍ଟ ରେସିପିଟି। ତ ଦେଖନ୍ତୁ ପୁଣି ଥରେ ଆମେ ସେମ୍ ପ୍ରୋସେସ୍ରେ ଅଳ୍ପ ଆଳୁ ଚୋଖାର ପୋଷଣ ନେବା। ଗୋଟେ ସାଇଡ଼୍ରେ ଆମେ ଏଇଭଳି ସେଟ୍ କରିଦେବା, ପୁଣି ଥରେ ତାକୁ ଓଲଟେଇକିରି ଆଉ ଗୋଟେ ସାଇଡ଼୍ରେ ବି ସେମ୍ ପ୍ରୋସେସ୍ରେ ଆମେ ସେଟ୍ କରିବା। ଆଉ ଦେଖିବାକୁ ବି ବହୁତ ସୁନ୍ଦର ଦେଖାଯାଉଥିଲା। ଏମିତିରେ ବି ମାନେ ଲାଗୁଥିଲା ଯେମିତିକି ଟମାଟୋ ଥିବ ସେଣ୍ଟରରେ, ଏଇଭଳି ଯେଉଁ ଆମେ ସେଟ୍ କଲେ ଏମିତିରେ ବି ଖାଇଲେ ବି ବହୁତ ବଢ଼ିଆ ଲାଗିବ। ଆଉ ଉପରେ ଅଳ୍ପ ଟିକେ ଚାଟ୍ ମସଲା ଦେଇକି ଯଦି ଖାଇବେ। କିନ୍ତୁ ଆମେ ଯେହେତୁ ଜଳଖିଆ ବନେଇବା ତ ଆମେ ଏଇଭଳି ସେଟ୍ କରିକି ହିଁ ରଖିବା। ତ ବନି ସାରିବା ପରେ ଆପଣମାନଙ୍କୁ ମୁଁ ଆଗକୁ ଦେଖେଇବି, କଟିଂ କରିବି କେମିତି କ'ଣ ବନିଛି। ତ ଦେଖନ୍ତୁ ଏଠି ପୁରା ସେଟ୍ ହେଇସାରିବା ପରେ ସେମ୍ ପ୍ରୋସେସ୍ରେ ଆମେ ସବୁତକ ବନେଇକିରି ଗୋଟେ ଗୋଟେ ଆମେ ପ୍ଲେଟ୍ରେ ରଖିବା। ତ ଦେଖନ୍ତୁ ଏଇଠି ମୁଁ ସେମ୍ ପ୍ରୋସେସ୍ରେ ଏବେ ଆଉ ବାକି ବି ଏବେ ବନେଇକି ରେଡ଼ି କରିଦେଲିଣି ବି। ତ ଏବେ ଆମେ ଏଇ ପ୍ଲେଟ୍ରେ ରଖିଦେବା, ଆକୁ ଆମେ ଏବେ ସାଇଡ଼୍ରେ ରଖିବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ଆମର ପ୍ରସ୍ତୁତ କରିବା। ପୁଣି ଥରେ ଏଇଠି ଗୋଟେ ଆମେ ବାଉଲ୍ ନେବା, ସେଇଥିରେ ଏଡ଼୍ କରିଦେବା ଗୋଟେ ଗିନା ବେସନ ଏଡ଼୍ କରିବା। ବେସନକୁ ଏଡ଼୍ କରିସାରିବା ପରେ ଯେମିତିକି ସୁନ୍ଦର ଦେଖାଯିବ କଲର୍ ପାଇଁ ବୋଲି ହଳଦୀ ଗୁଣ୍ଡ ଦେବା ହାଫ୍ ଚାମଚ, ଆଉ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେତିକି ଆପଣମାନେ ବେସନ ନେଇଥିବେ ସେ ଅନୁସାରେ ସେଥିରେ ଲୁଣକୁ ଏଡ଼୍ କରିଦେବେ। ଏଡ଼୍ କରିସାରିବା ପରେ ପୁଣି ଥରେ ଆମେ ଚାମଚ ସାହାଯ୍ୟରେ ଟିକେ ମିକ୍ସ କରିଦେବା, ହଳଦୀ ଲୁଣ ଯେମିତି ବେସନରେ ଟିକେ ମିକ୍ସ ହେଇଯିବ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ଆଉ ପୁଣି ଟିକେ ଆଉ ଟିକେ ସ୍ୱାଦକୁ ବଢ଼ାଇବା ପାଇଁ ଆଉ ଯେମିତିକି ଆମର ଡାଇଜେସନ୍ରେ ହେଲ୍ପ ହେବ, ସେଇଥିପାଇଁ ମୁଁ ଅଳ୍ପ ଟିକେ ଜୁଆଣି ନେଇଛି। ଜୁଆଣି ବଦଳରେ ଆପଣମାନେ ଜିରା ବି ନେଇପାରିବେ। ତ ଏଠି ଜୁଆଣିଟା ପୁରାପୁରି ଅପସନାଲ୍ ଅଛି, ହାତ ସାହାଯ୍ୟରେ ଟିକେ କ୍ରସ୍ କରିକି ଏଡ଼୍ କରିବା। ଆଉ ଦେଖିବେ ଖାଇବା ସମୟରେ ବି ଜୁଆଣିର ପାଟିକୁ ଯଦି ଫ୍ଲେଭର୍ ଆଇବ ଖାଇବାକୁ ବହୁତ ସ୍ୱାଦିଆ ଲାଗିବ। ସେଥିପାଇଁ ଏଡ଼୍ କରିଛି, ମୁଁ ପୁରାପୁରି ଅପସନାଲ୍ ଅଛି। ତ ଆପଣମାନେ ଚାହିଁଲେ ଏଡ଼୍ କରିବେ ନା ସ୍କିପ୍ କରିପାରିବେ। ତ ପୁଣି ଥରେ ଦେଖନ୍ତୁ ଭଲସେ ମିକ୍ସ କରିବା, ତାପରେ ପାଣି ଏକାଥରେ ଦେବାନି, ପ୍ରଥମେ ଅଳ୍ପ ଟିକେ ପାଣି ଦେବା, ପୁଣି ଥରେ ଆମେ ତାକୁ ଭଲସେ ମିକ୍ସ କରିବା ଚାମଚ ସାହାଯ୍ୟରେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିବେ, ଯେହେତୁ ଟିକେ ସୁଖା ଲାଗିଲା ପୁଣି ଥରେ ଆଉ ଟିକେ ପାଣି ସେଥିରେ ଆମେ ଏଡ଼୍ କରିଦେବା। ଏଡ଼୍ କରିକିରି ଅଧିକ ବହଳିଆ ନାହିଁ କି ପତଲା ନାହିଁ, ସେଇଭଳି ଏଇଠି ଗୋଟେ ଆମର ବେଟର୍ ବନିକି ରେଡ଼ି ହେଲା। ଦେଖିବେ ଅଧିକା ଯଦି ବହଳିଆ କୋଟିଂଟା ରଖିବେ ତାର, ତାହେଲେ ଦେଖିବେ ମାନେ ଏଇ ଯେଉଁ ଆମେ ଟମାଟୋ ଚପ୍ଟା ପ୍ରସ୍ତୁତ କରିବା ନା, ତ ତାର ଉପର ବେସନର କୋଟିଂଟା ଟିକେ ବହଳିଆ ବନିଯିବ। ଆପଣମାନେ ଯଦି ଟିକେ ଅଧିକା ପତଳା ମାନେ ଟିକେ କୋଟିଂଟା ତାର ଯେମିତି ବେସନର ପତଳା ଚାହୁଁଛନ୍ତି ଯଦି ଆଉ ଟିକେ ପତଳା ବନେଇ ପାରିବେ। ତ ଏଇଠି ଦେଖନ୍ତୁ ମୁଁ ଯେମିତି କ୍ରିପ୍ସି ବନିବ ଆଉ ଖାଇବାକୁ ସୁଆଦିଆ ଲାଗିବ, ସେଇଥିପାଇଁ ଅଳ୍ପ ଟିକେ ସେଥିରେ ମୁଁ ବେକିଂ ସୋଡ଼ା ଆଡ଼୍ କରିଛି। ଆଉ ଫୁଲିବ ବି ଯେମିତି ବେସନଟା ଆଉ ଟେଷ୍ଟ ବି ଲାଗିବ, ସେଇଥିପାଇଁ ତ ଏ ବେକିଂ ସୋଡ଼ାକୁ ଏଡ଼୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଲାଷ୍ଟରେ ବେକିଂ ସୋଡ଼ା ଏଡ଼୍ କରି ଗୋଟେ ଚାମଚ ପାଣି ଦେଇଦେବେ ତ ଜଲ୍ଦି ମିକ୍ସ ହେଇଯିବ। ତ ଦେଖନ୍ତୁ ଇଏ ଆମର ବନିକିରି ଏବେ ରେଡ଼ି ବି ହେଇସାରିଲାଣି। ଆଉ ଦେଖନ୍ତୁ ବେଟର୍ଟା କେମିତି ବନିଛି, ଏଇଭଳି ହିଁ ବେଟର୍ ହେବା ଦରକାର। ଅଧିକା ପତଳା ଯଦି ବନିବ ତାହେଲେ ଦେଖିବ ଯେତେବେଳେ ଆପଣମାନେ ଆକୁ ମାନେ କୋଟିଂଟା ଯେମିତି ଟମାଟୋ ଚପ୍ ଉପରେ ଯେମିତି କୋଟିଂଟା ଲାଗିବ, ତ ଦେଖିବେ ସିଏ ଯେମିତି ବହଳିଆ ବନିବନି କି ଲାଗିବନି, ବେଳେବେଳେ ଏମିତି ବି ହୁଏ। ସେଇଥିପାଇଁ ଅଧିକ ବହଳିଆ ବନେଇବେନି କି ଅଧିକା
ପତଲା ବନେଇବେନି। ସେଇଭଳି ପ୍ରୋସେସ୍ରେ ବେଟରଟା ବନେଇକି ରେଡ଼ି କରିବେ। ତ ତେଲରେ ଏଠି ମୁଁ ଗୋଟେ କରେଇ ତେଲ ନେଇଥିଲି, ତେଲ ପୁରା ଗରମ ହେଇଛି ନା ଟିକେ ଚେକ୍ କଲି। ତ ଦେଖିଲି ସେଥିରେ ବେସନକୁ ଏଡ଼୍ କରିକିରି, ତ ଦେଖିଲି ଉପରକୁ ପୁରା ଆସିଯାଉଛି, ତେଲ ଗରମ ହେଇସାରିଛି। ତ ଦେଖନ୍ତୁ ସେଇଥିରେ ଆମେ ଗୋଟେ ଗୋଟେ ଟମାଟୋ ଚପ୍କୁ ଏଡ଼୍ କରିଦେବା। ଏଡ଼୍ କରିକିରି ଆମେ ବୁଡ଼େଇକିରି ପୁଣି ଥରେ ଆମେ ସେଇଥିରେ ଏଡ଼୍ କରିଦେବା। ତ ତେଲରେ ଏଡ଼୍ କରିବା। ଏଡ଼୍ କରିକି ଦେଖନ୍ତୁ ଗୋଟେ ସାଇଡ଼୍ ଟିକେ ହାଲକା ଫ୍ରାଏ ବି ହେଇସାରିଲାଣି। ଏଡ଼୍ ହଉ ପୁଣି ଥରେ ଦେଖନ୍ତୁ ଆଉ ଥରେ ସେମ୍ ପ୍ରୋସେସ୍ରେ ତା ଉପରେ ଆମେ ଘୋଡ଼େଇକିରି ପୁଣି ଥରେ ଏଡ଼୍ କରିବା। ଆପଣମାନେ ତ ଆଳୁ ଚପ୍ ଅନେକ ଥର ବନେଇ ଖାଇଥିବେ, ସେମ୍ ପ୍ରୋସେସ୍ରେ ହିଁ ବନେଇକି ରେଡ଼ି କରିବେ। କିନ୍ତୁ ଆଳୁ ଚପ୍ର ଟିକେ ଅଲଗା ଟେଷ୍ଟ ଆସିବ, ଯେହେତୁ ଟମାଟୋ ଏଥିରେ ଏଡ଼୍ ଅଛି, ଟିକେ ଆର ଅଲଗା ଟେଷ୍ଟ ଆସିବ। ତ ଏଇଠି ମୁଁ ଆଉ ଥରେ ପୁଣି ଥରେ ଅଳ୍ପ ଟିକେ ତା ଉପରେ ବେଟର ଏଡ଼୍ କଲି, ଆପଣମାନେ ଦେଖିଥିବେ, ନୋଟିସ୍ କରିଥିବେ। ତ ଦେଖନ୍ତୁ ସେଥିପାଇଁ ଟିକେ ହାଲକା ବହଳିଆ ବନିଛି। ଯଦି ପୁରାପୁରି ପତଲା କୋଟିଂ ବନେଇବାକୁ ଚାହୁଁଛନ୍ତି, ଆପଣମାନଙ୍କୁ ମୁଁ ଆଗକୁ ଦେଖେଇବି କେମିତି କ'ଣ ସେଥିରେ ଏଡ଼୍ କରିବେ। ତ ଦେଖନ୍ତୁ କେତେ ବଢ଼ିଆ ଆମର ଟମାଟୋ ଚପ୍ ବନିକି ରେଡ଼ି ହେଇସାରିଲାଣି। ଆଉ କେତେ ବଢ଼ିଆ କଲର୍ ଆସିଛି ଦେଖିକି କହିଲେ। ମାନେ ବହୁତ ସ୍ୱାଦିଷ୍ଟ ବି ବନିଥିବ, ଆପଣମାନେ ଜାଣି ବି ପାରୁଥିବେ। ଆଉ ଯଦି ଛୋଟ ଛୁଆମାନଙ୍କୁ ଯଦି ଆପଣମାନେ ପାଓ ଭାଜି ବନେଇକି ଦେବେ, ବା ସେମାନେ ତ ବର୍ଗର ମାନେ ବହୁତ ଖୁସି ହୁଅନ୍ତି। ଏଇଭଳି ଚପ୍ ବନେଇକି ଯଦି ଦେଖିବେ, ସେ ପାଉରୁଟିରେ ଯଦି ସେଣ୍ଟରରେ ରଖିକି ଦେବେ, ସେଇମାନେ ବର୍ଗର ଭାବିକି ଖାଇବେ, ବହୁତ ସ୍ୱାଦିଷ୍ଟ ଲାଗିବ। ତ ଇଏ ପୁରା ମାନେ ଛୋଟ ଛୁଆମାନଙ୍କୁ ହଉ କି ବଡ଼ମାନଙ୍କୁ ହଉ, ସମସ୍ତଙ୍କୁ ପସନ୍ଦ ଆସିବ। ବହୁତ ବଢ଼ିଆ ଗୋଟେ ରେସିପି ବନିକି ରେଡ଼ି ହେଇସାରିଲାଣି। ତ ପୁଣି ଥରେ ଚାଲନ୍ତୁ ଆଉ ଗୋଟେ ଷ୍ଟେପ୍ ବି ଆପଣମାନଙ୍କୁ ବନେଇକି ଦେଖେଇ ଦେଉଛି। ତ ଦେଖନ୍ତୁ ସେମ୍ ପ୍ରୋସେସ୍ରେ ହିଁ ବନେଇବେ। ସେଥିରେ ଗୋଟେ ଗୋଟେ ଟମାଟୋ ଚପ୍କୁ ଏଡ଼୍ କରିବେ। ପୁଣି ଥରେ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ। ତ ତାପରେ ବେସନର ପୁରା କୋଟିଂ ଦେବେ, ପୁଣି ଥରେ ତେଲରେ ତାକୁ ଏଡ଼୍ କରିବେ। ତ ପୁରାପୁରି ଇଜି ପ୍ରୋସେସ୍ରେ ବନେଇକି ରେଡ଼ି ହେଇଯାଏ। ତ ମୁଁ ଏତେ ମାନେ ଅଧିକା କେବେ ବି ଆଳୁ ଚପ୍ କି ଟମାଟୋ ଚପ୍ ମୁଁ ଏତେ ବନେଇନି, ତ ମୋ ଦ୍ୱାରା ଭଲସେ ସେପ୍ ବି ଆସୁନଥିଲା। କିନ୍ତୁ ଆପଣମାନେ ଯଦି ଥରେ ବନେଇଛନ୍ତି, ତାହେଲେ ଦେଖିବେ ବହୁତ ବଢ଼ିଆ ସେପ୍ ଆସିବ। କିନ୍ତୁ ମୁଁ ଆକୁ ଦ୍ୱିତୀୟ ଥର ବନଉଛି। ଥରେ ଆଳୁ ଚପ୍ ବନେଇଥିଲି, ଏବେ ଟମାଟୋ ଚପ୍ ବନେଇଛି। କିନ୍ତୁ ଦେଖନ୍ତୁ ବହୁତ ବଢ଼ିଆ ସେପ୍ ଆସିଛି। ତ ସେଇ ପ୍ରୋସେସ୍ରେ ଏବେ ସବୁ ବନେଇକି ରେଡ଼ି କରିଦେବା। ତ ଆଉ ଗୋଟେ ଦେଖନ୍ତୁ, ଏଠି ମୁଁ ଷ୍ଟେପ୍ ଯେତେବେଳେ ମୁଁ ଏଡ଼୍ କଲି, ମୋ ହଜବେଣ୍ଡଙ୍କୁ କହିଲି ଟିକେ ଗୋଟେ ଷ୍ଟେପ୍ ତମେ ପକାଅ, ଦେଖିବା କେମିତି କ'ଣ ହେଉଛି। ତ ଦେଖନ୍ତୁ ହଜବେଣ୍ଡ ପକେଇଲେ ପୁରାପୁରି ହୋଟେଲ୍ ଷ୍ଟାଇଲ୍ରେ ସେ ପକେଇଛନ୍ତି। ତ ଦେଖନ୍ତୁ ପୁରାପୁରି ପତଲା କୋଟିଂ ବି ଆସିଛି, ଯେମିତି ଆଳୁ ଚପ୍ ଭଳି ଦେଖାଯାଉଛି। କିନ୍ତୁ ଏଇଟା ଟମାଟୋ ଚପ୍। କିନ୍ତୁ ଦେଖନ୍ତୁ କେତେ ବଢ଼ିଆ ପୁରା ପତଲା କୋଟିଂ ଆସିଛି। ମୋ ଦ୍ୱାରା ଟିକେ କୋଟିଂଟା ତାର ଟିକେ ବହଳିଆ ବନିଲା, ତ ମୁଁ ସେଇଥିପାଇଁ ତାଙ୍କୁ କ'ଣ କହିଲି ବନେଇବା ପାଇଁ। ଦେଖନ୍ତୁ ସିଏ ବନେଇଛନ୍ତି, ଦୁଇଟା ମୁଁ ଛାଣିକି ବାହାର କଲି। କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ପୁରାପୁରି ପତଲା କୋଟିଂ ଅଛି। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ବନେଇ ପାରିବେ। ପତଲା କୋଟିଂ ଯଦି ବେସନର ଖାଇବାକୁ ପସନ୍ଦ କରନ୍ତି, ତ ଏଇଭଳି ପ୍ରୋସେସ୍ରେ ବନେଇବେ। ଆଉ ଯଦି ବହଳିଆ ବନେଇବାକୁ ଚାହୁଁଛନ୍ତି, ତାହେଲେ ବି ଆପଣମାନଙ୍କୁ ସେୟାର କରିଦେଲି। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ବନାନ୍ତୁ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି। ପୁରାପୁରି ପତଲା କୋଟିଂରେ ବନା ହେଇଥିଲା, ମାନେ ଅଧିକ ବେସନର କୋଟିଂ ଏଥିରେ ଦିଆ ହେଇନଥିଲା। ଫିର୍ ବି ଦେଖନ୍ତୁ କେତେ ବଢ଼ିଆ ଆମର ଆଳୁ ଚପ୍ଟା ବନିକି ରେଡ଼ି ହେଇଛି। ଆଉ ଚାଲନ୍ତୁ ଆପଣମାନଙ୍କୁ ମୁଁ ଛୁରୀ ସାହାଯ୍ୟରେ ଆକୁ ଖଣ୍ଡ କରିବି ଦେଖେଇ ଦେଉଛି, ବା କଟିଂ କରିକିରି। ତ ଦେଖନ୍ତୁ କେତେ ବଢ଼ିଆ ପୁରା କଟିଂ ବି ହେଲା। ଆଉ ପୁଣି ସେଣ୍ଟରରେ ପୁରା ଟମାଟୋ ଅଛି। ତ ଆପଣମାନେ ଏଇ ତରିକାରେ ଘରେ ନିହାତି ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି এই ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍ କ୍ଲିକ୍ କରିଦିଅନ୍ତୁ। ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।